आज गोटे बढ़िया कनसेप्ट विषय कथबार्ता हवा। बर्तमान कौन चलती ना धनतेरस चलती। धनतेरस माने कौन ना समस्ते चाहती ना कौन आम सुना किणु। आज मुझे सुना उपर आज कनसेप्ट क्लास गोटे नहीं आसी आम असली सुना चिन्हवा केमी जो कहते 22 कैरेट गोल्ड 20 कैरेट गोल्ड 24 कैरेट गोल्ड और जो हॉलमार्क 916 गोल्ड यार मतलब कौन आज टोटाली मुझे साइंटिफिकली ये तुमको बुझेदेवी। ଆଉ ଧନତେରସର କିଣିତେ ଗଲେ ସୁନା କହନ୍ତି ନା ଭଲ ସୁନା ଦେଖିକି ଆଣିବୁ 916 ଲେଖା ହେଇଥିବ ଆଉ ତତେ ଯେମିତି ସେ ଠକେଇ ନ ଦିଅନ୍ତି। ଆକ୍ଚୁଆଲି ସୁନା କହିଲେ ଆମେ କଣ ବୁଝିବା ପ୍ରଥମେ ସୁନା ବିଷୟରେ ଆମେ କିଛି ଜାଣିଦବା ସାଇଣ୍ଟିଫିକାଲି। ଦେଖ ସୁନା କଣ କହୁଛି ଆମେ ଜାଣିଛନ୍ତି ସୁନା ସୁନା ହଉଛି କି ଗୋଲ୍ଡ। ଗୋଲ୍ଡ ର ଆମର କଣ ପିରିୟଡିକ ଟେବୁଲ ର ଏଟା ଦେଖିବ 11 ବି ର ଏଟା କୋଉଠି ଥିବ 11 ବି ର ଏଟା କୋଉଠି ଥିବେ ପ୍ରଥମେ ଥିବେ କପର ଏପଟେ ଦେଖିବ 11 ର ପିରିୟଡିକ ଟେବୁଲ ର ଦେଖିବ କପର ଥିବ ତା ତଳକୁ ଏଜି ଥିବ ତା ତଳକୁ ଥିବ ଏଇ ଗୋଲ୍ଡ ର ନାଁ ହଉଛି କଣ ନା ଅରମ ଅରମ ଯାହାକୁ ସୁନା କୁହାଯାଏ ସୁନା ଆଉ ଏହାର ଜାଣିଛନ୍ତି ଅରମ ବା ସୁନା କୁହାଯାଏ ଆଉ ଏହାର ହଉଛି କେତେ ନା ପରମାଣୁ କ୍ରମାଙ୍କ 79 ଏତିକି ଜାଣିଛନ୍ତି। ଏବେ କଥା ଆସିବ କଣ ନା ସୁନା ଦେହରେ ଆମେ କଣ କରନ୍ତି ସୁନାରେ ବିଭିନ୍ନ ପ୍ରକାର ସୁନା ଅଛି ଗୋଟେ ଅଛି 22 କ୍ୟାରେଟ ଗୋଲ୍ଡ ଗୋଟେ ଅଛି 24 କ୍ୟାରେଟ ଗୋଲ୍ଡ ଗୋଟେ 20 କ୍ୟାରେଟ ଗୋଲ୍ଡ ଥାଏ ଆଉ ଗୋଟେ 916 ବୋଲି କହନ୍ତି। ପ୍ରଥମେ ଦେଖିବା 24 କ୍ୟାରେଟ ଗୋଲ୍ଡ କହିଲେ କଣ ବୁଝିବା 24 କ୍ୟାରେଟ ଗୋଲ୍ଡ ଯୋଉ କହନ୍ତି ଗୋଟେ ଆଉ ଗୋଟେ କହନ୍ତି 22 କ୍ୟାରେଟ ଗୋଲ୍ଡ କହନ୍ତି ଆଉ ଗୋଟେ କଣ କହନ୍ତି ନା 20 କ୍ୟାରେଟ ଗୋଲ୍ଡ ହେଲା ଆଉ ଗୋଟେ ଲାଷ୍ଟ ହଉଛି 916 ବୋଲି କହନ୍ତି। ଗୋଲ୍ଡ ଦେଖିବା ନା ସୁନା କିଣିତେ ଗଲେ କହିବେ କଣ ନା 916 ଦେଖିକି ଆଣିବୁ। ଆକ୍ଚୁଆଲି 916 କଣ ତାହା ବି ଆମେ ଜାଣିବା। ଆମେ ଜାଣିଛନ୍ତି ସବୁଠାରୁ ସୁନା ଗୋଟେ କଣ ଧାତୁ ଆମର ଯେତିକି ବି ଧାତବ ସବୁ ଅଛନ୍ତି 93ଟା ଧାତୁ ଅଛନ୍ତି ସେ 93ଟା ଧାତୁ ଭିତରେ କଣ ଅଛନ୍ତି ନା ସୁନା ହଉଛି କଣ ନା ସବୁଠାରୁ ତାର ନମନୀୟତା ଆଉ ତନ୍ୟତା ଏଇ ଗୁଣ ଦିଟା କାହାର ଅଧିକ ନା ସୁନାର ଅଧିକ। ନମନୀୟତା କୁହନ୍ତି ମେଲାବିଲିଟି ତନ୍ୟତାକୁ କୁହନ୍ତି ଡକ୍ଟିଲିଟି। ନମନୀୟତା ମାନେ କଣ ତାକୁ ଯେତେ ଜୋରରେ ବାଡେଇବ ସେ ସେତେ କଣ ହବ ଚାଦର ପରି ପ୍ରସାରିତ ହବ। ତାକୁ ଯେତେ ଜୋରରେ ହାତୁଡିରେ ବାଡାଅ ଯେକୌଣସି ଗୋଟେ ବସ୍ତୁରେ ବାଡାଅ ସେ କଣ ହବ ନା ଚାଦର ପରି ସରିବ। ଆଉ ସବୁ ମନେ ରଖିବ ଯେ ସବୁ ଯେତେ ବି ଧାତୁ ଅଛନ୍ତି ଆମ ପୃଥିବୀ ପୃଷ୍ଠରେ ସବୁଠାରୁ ଏଇ ସୁନା ହଉଛି କଣ ନା ଅଧିକ କଣ ହବ ନା ପ୍ରସାରିତ ହବ ସୁନାଟା ହେଲା। ତାପରେ ଅଛି ଯାଇକି ରୂପା ହେଲା ଆଉ ତନ୍ୟତା ବି କଣ ଆକୁ ଯେତେ ତୁ କଣ କରିବୁ ଟାଣିକି ସରେଇବ ଯେତେ ତାର କରି ତାକୁ ଟାଣିକି ସରେଇବ ଇଏ ସୁନା ବି ସେତେ କଣ ହବ ନା ସରିବ। ইয়ার ସବୁଠାରୁ କଣ ଅଛି ସବୁଠାରୁ ନମନୀୟତା ଆଉ ତନ୍ୟତା ଗୁଣ ସବୁଠାରୁ ଅଧିକ ଅଛି। ଏବେ କଥା ଆସିବ ଦେଖ 24 କ୍ୟାରେଟ ଗୋଲ୍ଡ କହିଲେ କଣ ବୁଝିବା ଯୋଉ କୁହନ୍ତି ପିଓର ସୁନା। 24 କ୍ୟାରେଟ ଗୋଲ୍ଡ ରେ କଣ ହୁଏ ଆମେ ଜାଣିଛନ୍ତି 24 କ୍ୟାରେଟ ଗୋଲ୍ଡ ମାନେ କଣ ନା 99.99% କଣ ଥିବ ନା ସୁନା ଥିବ ହେଲା 99.99% କଣ ଥିବ ନା ସୁନାର ଅଂଶ ଥିବ। ଆଉ 22 କ୍ୟାରେଟ କଥା କହିଲେ କେତେ ବୁଝିବା ନା 91.67% କଣ ଥିବ ନା ସୁନା ଥିବ ବୁଝିପାରିଲେ। ଆଉ ଯୋଉ 20 କ୍ୟାରେଟ କହିଲେ କଣ ବୁଝିବ ନା 83.33% କଣ ଥିବ ନା ସୁନା ଥିବ ହେଲା। ଏଇଟା ଦେଖ ଲୋକ କହନ୍ତି ନାଇଁ ନା ମୁଁ 916 କିଣିବି ଏଇ ଯୋଉ 916 ଟା କିଏ ବୁଝିପାରୁଛ ନା এইটা ଯୋଉ 916 এই ଦେଖୁଛ ନା ଲେଖା ହେଇଛି 91.7 এইটা କିଏ ବା 91.6 এইটা ହଉଛି କିଏ ନା 91.6 এইଟାକୁ କୁହନ୍ତି ଦେଖିଥିବ ସୁନା ଦେଖିଥିବ ଗୋଟେ ଗୋଟେ ସୁନାରେ ଲେଖା ହେଇଥିବ 916 ଲେଖା ହେଇଥିବ ହଲମାର୍କ ଗୋଲ୍ଡ। ତାମାନେ କଣ 916 ହଉଛି କଣ ନା ଏଇ ଯୋଉ ତା ଭିତରେ ସେଇ ସୁନା ଭିତରେ କେତେ ଅଛି ନା 91.6% ସୁନା ଅଛି। ଆଉ କଣ ଅଛି ଯଦି 91.6% ରହିଲା ଆଉ ବାକି ଗଲା କୁଆଡେ ଆଉ ଏଇଟା କେତେ 80.4% 80.4% କଣ ଥିବ ନା ତା ଦେହରେ ଅନ୍ୟ ଧାତୁ ଗୁଡାକ ମିଶା ହେଇକି ଥାଏ ଯାହାକି ଅନ୍ୟ ଧାତୁ ଗୁଡାକ କିଏ ନା ରୂପା ଆଉ କିଏ ରହିବ ନା ତମ୍ବା। এই রূপা ଆଉ ତମ୍ବା କଣ ଥାନ୍ତି ନା ଏଇ 22 କ୍ୟାରେଟ ଗୋଲ୍ଡ ରେ ମିଶା ହେଇକି ଥାନ୍ତି କେତେ ପରସେଣ୍ଟ 8.4% ମିଶା ହେଇକି ଥାଏ। ତାମାନେ ଏଇଟା ସବୁଠାରୁ ପିଓର ସୁନା ନୁହେଁ କିଏ 22 କ୍ୟାରେଟ ଗୋଲ୍ଡ ସବୁଠାରୁ ପିଓର ସୁନା ନୁହେଁ। ତା ଦେହରେ କଣ ମିଶିକି ଥାଏ ନା ରୂପା ଆଉ ତମ୍ବା ମିଶିକି ଥାଏ କେତେ ଥାଏ ନା 8.4%।
ହେଲା। ଯଦି କଣ କଲେ ନା 100 ଗ୍ରାମ ର କଣ ଅଛି ସୁନା 22 କ୍ୟାରେଟ, ଯଦି ତୁମେ 22 କ୍ୟାରେଟ ସୁନା କିଣିବ, ଯଦି 100 ଗ୍ରାମ ଓଜନ ହୁଏ, ତାପରେ 91.6 ଗ୍ରାମ କଣ ରହିବ, 91.6 ଗ୍ରାମ ରହିବ ପିଓର ସୁନା, ଆଉ ଯୋଉ 8.6 ଗ୍ରାମ ରହିବ, 8.4 ଗ୍ରାମ ରହିବ ରୂପା ଆଉ ତମ୍ବା ମିଶିକି ରହନ୍ତି। ଏବେ କ୍ୱେଶ୍ଚନ ଆସିବ, ରୂପା ଆଉ ତମ୍ବା କାହିଁକି ମିଶେଇଲେ? ଆମେ ତ ପୁରା ପିଓର ପିନ୍ଧି ପାରିଥାନ୍ତେ, ପିଓର ଜିନିଷକୁ ଆମେ ପିନ୍ଧିବା, ତ ରୂପା ଆଉ ତମ୍ବା କଣ ପାଇଁ ମିଶା ହେଲା? ଦେଖ 24 କ୍ୟାରେଟ ଗୋଲ୍ଡ କଣ ନା ସବୁଠାରୁ ତାର କଣ ରହୁଛି ନା ନମନୀୟତା ଆଉ ତନ୍ୟତା ଗୁଣ ସବୁଠୁ ଅଧିକ ରହୁଛି। ମାନେ ତାକୁ ଯଦି ଆମେ କଣ କରିବା, ଆମେ ଜାଣିଛୁ ସୁନାଟା ବହୁତ କଣ ସୂକ୍ଷ୍ମ ଜିନିଷ, ଆମେ କଣ ବିଭିନ୍ନ ପ୍ରକାର କାର୍ଯ୍ୟକଳାପ କଲେ ସେ କଣ ହବ ନା ତାକୁ ଯଦି ଆମେ ଛୁଇଁଦବା ବଳଛେ ସେ ସାଙ୍ଗେ ସାଙ୍ଗେ ଚେପା ହେଇଯିବ। ବୁଝିପାରୁଛନ୍ତି ନା? ସୁନା ଜିନିଷ ଗୋଟା କଣ ନା ସାଙ୍ଗେ ସାଙ୍ଗେ ଚେପା ହେଇଯିବ। ଆମେ ସୁନା ହାତରେ କଣ, ହାତରେ ମୁଦି, ବେକରେ ସବୁ ମଙ୍ଗଳସୂତ୍ର ପକଉଛନ୍ତି, ବିଭିନ୍ନ ପ୍ରକାର କାନ ଫୁଲ ପିନ୍ଧୁଛନ୍ତି, କିଏ ଧରିବ ତ କାନ ଫୁଲ ଦେଖାନି ଟିକେ କହିବ ଦେଖିଦବ ତ ଚେପା ହେଇଯିବ। ସେଇଥିପାଇଁ କଣ ସେଇ ଜିନିଷଟା କଣ ନା ଏଇଠି 99.1% ରେ ସେ ବହୁତ ନରମ ସୁନା ହେଇଥାଏ। ଏଇ ଯୋଉ 99% ସୁନା ଯେ 24 କ୍ୟାରେଟ ସୁନା, ଏଟା ସବୁଠୁ ନରମ ସୁନା ହେଇଥାଏ। ନରମ ସୁନା ଯେହେତୁ ଆକୁ ଟିକେ କଣ କରିବା, ଆମେ ଯେହେତୁ ସବୁଦିନ କାର୍ଯ୍ୟକ୍ରମ କରୁଛନ୍ତି, ତାହେଲେ କଣ ହବ, ଆକୁ ଟିକେ ଟାଣ କରିବା ପାଇଁ କଣ ସେଥିରେ କଣ କରିବା, କିଛି ରୂପା ଆଉ ତମ୍ବା ମିଶେଇଲେ, ଯାହା ଫଳରେ କି ସେ ଟିକେ ଶକ୍ତ ହବ। ହେଲା, ଯାହା ପାଇଁ କି ସେ ରୂପା ଆଉ ତମ୍ବା ମିଶେଇଲେ ଏଇ ସୁନାଟାରେ କଣ ହବ ନା ଟିକେ ଶକ୍ତ ହବ। ସେଇଥିପାଇଁ କଣ କରନ୍ତି, ଆମେ ସାଧାରଣତଃ କୋଉ ସୁନା ବ୍ୟବହାର କରନ୍ତି, ଏଇ 22 କ୍ୟାରେଟ ଗୋଲ୍ଡ ର ସୁନାକୁ ବ୍ୟବହାର କରନ୍ତି। 24 କ୍ୟାରେଟ ଗୋଲ୍ଡ କୁ ବ୍ୟବହାର କରନ୍ତି ନାହିଁ ଏତେ ସହଜରେ। କଣ ପାଇଁ? କାରଣ ସେଇ ଜିନିଷ ଗୁଡାକ ସବୁବେଳେ ରଖିବୁ ତ ତାକୁ ସାଇଜ କରି ରଖିବାକୁ ପଡିବ। ତାକୁ ଯଦି ଟିକେ ଛୁଇଁଦବୁ, ସୁନା କାରିଗରୀ ମାନେ ଜାଣିଛ ପୁରା ସୂକ୍ଷ୍ମ କାମ ହେଇଥିବ, ସେ ସୂକ୍ଷ୍ମ କାମ ଗୁଡାକ କଣ ହବ ନା ତାର ଆକାର ଆକୃତି ବଦଳିଯିବ। ସେଇଥିପାଇଁ କଣ କରନ୍ତି ନା ସେଥିରେ ଆମେ ରୂପା ଆଉ ତମ୍ବାକୁ ମିଶେଇଥାନ୍ତି। ମିଶେଇଲା ମାନେ ସେ ଟିକେ ଶକ୍ତ ହବ, ୟାର ନମନୀୟତା ଗୁଣ ଆଉ ତନ୍ୟତା ଗୁଣ ଅଧିକ, ତେଣୁ ଇଏ କଣ ହେଇଯିବ, ଶୀଘ୍ର ନରମ ସୁନାଟା ଶୀଘ୍ର ଚେପା ହେଇଯିବ। ସେଇଥିପାଇଁ କଣ କରନ୍ତି ନା ରୂପା ଆଉ ସୁନାକୁ ଆମେ 22 କ୍ୟାରେଟ ଗୋଲ୍ଡ ରେ ମିଶେଇ ଦିଅନ୍ତି। ଆଉ 22 କ୍ୟାରେଟ ଗୋଲ୍ଡ କୁ କାହିଁକି 916 କୁହାଗଲା? ଏଇ ଯୋଉ 916 ମାନେ ବୁଝିପାରୁଛ ନା, 916 ମାନେ 91.6% କଣ ଅଛି ସୁନା ଅଛି, ଆଉ ଯୋଉ 8.4% କଣ ଅଛି ରୂପା ଆଉ ତମ୍ବା ମିଶିକି ଅଛି। ବୁଝିପାରିଲ ଏବେ? ତାହେଲେ ଆମର ପିଓର ସୁନା କିଏ, ଆମେ କୋଉଟା ପିଓର ସୁନା ହଉଛି ପୁରା 24 କ୍ୟାରେଟ ଗୋଲ୍ଡ କହିଲେ ଆମେ ପିଓର ସୁନା ବୁଝୁ। ଆଉ ଏଇଟା ସବୁବେଳେ କଣ ଥାଏ ନା ବିସ୍କୁଟ ଆକାର ଦେଖୁ, କୁହନ୍ତି ନାଇଁ ନା କଣ ନା ସୁନା ବିସ୍କୁଟ, ସୁନାର ବିସ୍କୁଟ କହନ୍ତି। ଇଏ ସବୁ ଏଇ ସୁନା ବିସ୍କୁଟ ଆକାର ରହିଥାଏ, ସେଗୁଡାକ ପିଓର ହେଇକି ରହିଥାନ୍ତି। ତାକୁ ଯେତେବେଳେ ଆଣିକି ଆମେ କଣ କରିବା, ଯେକୌଣସି ହାର ତିଆରି କରିବା, ମୁଦି ତିଆରି, ଯେକୌଣସି ଜିନିଷ ପତ୍ର ଅର୍ଣ୍ଣାମେଣ୍ଟ ସବୁ ତିଆରି କରିବା, ସେତେବେଳେ କଣ କରନ୍ତି ସେଥିରେ ରୂପା ଆଉ ତମ୍ବା ମିଶେଇ କଣ କରନ୍ତି ନା ତାକୁ 22 କ୍ୟାରେଟ କରିଦିଅନ୍ତି। 22 କ୍ୟାରେଟ ର ଅର୍ଥ ବୁଝିପାରିଲ? 22 କ୍ୟାରେଟ ର ଅର୍ଥ ହଉଛି ଯୋଉ ସୁନାରେ 91.67% ସୁନା ଥିବ, ତାପରେ ଯିବା ଦେଖ, ଆଉ 916 ମତଲବ ଏଥିରେ 91.6 ବା 91.6% ସୁନା ଅଛି। ହେଲା, ଆଉ ଯୋଉ 8.4% କଣ ଅଛି ନା ଅନ୍ୟ ଧାତୁ କିଏ ରୂପା ଆଉ ତମ୍ବା, ଏ ଦିଟା ମିଶିକି ଅଛି। ଆଉ ରହିଲା କିଏ ନା 20 କ୍ୟାରେଟ ଗୋଲ୍ଡ। 20 କ୍ୟାରେଟ ଗୋଲ୍ଡ ମାନେ ତାଠୁ କମ ରେଟ୍। କମ ରେଟ୍ କାହିଁକି ଦିଅନ୍ତି, ତା ମାନେ ସେ ଯୋଉ ସୁନାରେ କଣ ଥିବ ନା ତା ଦେହରେ ସୁନା ଭାଗ କେତେ ଥିବ, 83.3% କଣ ଥିବ ସୁନା, ଆଉ କଣ ଥିବ ନା 16.7% କଣ ଥିବ ନା ରୂପା ଆଉ ତମ୍ବା। ବୁଝିପାରିଲ? ତାହେଲେ କଣ ପାଇଁ ୟାର ଭ୍ୟାଲୁ ଅଧିକ ରହେ ଆଉ ୟାର ଭ୍ୟାଲୁ ତାଠୁ କମ, ଆଉ ୟାର ଭ୍ୟାଲୁ ତାଠୁ କମ? ଏବେ ବୁଝିପାରୁଛ କନସେପ୍ଟ କ୍ଲିୟର? ଏବେ ଜିନିଷ ପତ୍ର କିଣିଲା ବେଳେ କୋଉଟା କିଣିବ, 916 ଦେଖିକି କିଣୁଛ ମାନେ କୋଉଟା କିଣୁଛ, 22 କ୍ୟାରେଟ ଗୋଲ୍ଡ କିଣୁଛ। 24 କ୍ୟାରେଟ ଗୋଲ୍ଡ ବୋଲି କହିବେନି, ପିଓର ଗୋଲ୍ଡ କିଣୁଛି ବୋଲି କେବେ କହିବେନି। ହେଲା, ତା ଦେହରେ ବି ମିଶିକି ରହୁଛି କଣ ରୂପା ଆଉ ତମ୍ବା। ହେଲା, ବୁଝିପାରିଲେ ଏବେ? ତ ଏଇଭଳିଆ ସାଇଣ୍ଟିଫିକ ଫ୍ୟାକ୍ଟ ଗୁଡାକ ଜାଣିବାକୁ ହେଲେ ଚ୍ୟାନେଲକୁ ସବସ୍କ୍ରାଇବ କରିବ, ଏବଂ ନୂଆ ନୂଆ ଫ୍ୟାକ୍ଟ ସବୁ ସାଇଣ୍ଟିଫିକ ଫ୍ୟାକ୍ଟ ସବୁ ମୁଁ ନେଇ ଆସିବି। ହେଲା, ଥ୍ୟାଙ୍କ ୟୁ ଫର ୱାଚିଂ।